ଦୋଳ ପୂର୍ଣ୍ଣମୀ ଅବ୍ୟବହିତ ପୂର୍ବରୁ କୃଷ୍ଣ ବଳରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପିରାହାଟ ସ୍ଥିତ ଦୌଲତପୁର ଗାଁ ଉତ୍ସବ ମୁଖର ହୋଇଛି। 3 ଦିନ ବ୍ୟାପୀ ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମରେ ଭକ୍ତିପୂତ ମନୋଭାବ ପରିଲକ୍ଷିତ ହୋଇଥିବା ବେଳେ ପ୍ରଭୁଙ୍କ ଦର୍ଶନ ସହ ପ୍ରସାଦ ସେବନ କରି ଭକ୍ତମାନେ ସାନ୍ନିଧ୍ୟ ଲାଭ କରିଛନ୍ତି। ପାରମ୍ପରିକ ବାଜା ରୋଷଣୀ ଓ ନୃତ୍ୟ ସଙ୍ଗୀତର ତାଳେ ତାଳେ ଶନିବାର ପୂର୍ବାହ୍ନରେ 500ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ସମ୍ମିଳିତ ଭାବେ କଳସ ଶୋଭାଯାତ୍ରାରେ ବାହାରିଥିଲେ। ପରେ ମହାଯଜ୍ଞ ସ୍ଥଳରେ କଳସ ସ୍ଥାପନ କରାଯିବା ପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ରବିବାର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କରାଯିବା ପରେ ବିଗ୍ରହମାନଙ୍କୁ ଗ୍ରାମ ଓ ବଜାର ପରିକ୍ରମଣ କରାଯାଇ ଶେଷରେ ମନ୍ଦିରରେ ବିଜେ କରାଯାଇଥିଲା। ସୋମବାର ଗୋଧୂଳି ବେଳାରେ ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା, ଯାହାକୁ ଦର୍ଶନ କରିବା ଲାଗି ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଗାଁର 60 ବର୍ଷରୁ ଉର୍ଦ୍ଧ୍ୱ ହେବ ଯାଦବ ପରିବାର ପକ୍ଷରୁ କୃଷ୍ଣ ବଳରାମଙ୍କୁ ପୂଜା କରାଯାଉଛି ଏବଂ 4 ବର୍ଷ ତଳେ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା। ପ୍ରତିଷ୍ଠାର ଯେଉଁ କର୍ମ ଗୁଡ଼ାକ ଆମର ହେବା କଥା, କଳସ ବୁଡ଼ିବା ଠାରୁ ଅଙ୍କୁରାର୍ପଣ ଠାରୁ କଳସ ବୁଡ଼ିବା ଠାରୁ ପୁଣି ଗାଁ ପରିକ୍ରମା କରିବା କତରୁ ଠାକୁର ବୁଲିବା ଗାଁରେ ଏଇ ସବୁ ଗୁଡ଼ାକ ଚାଲିଛି। ବହୁତ ଉତ୍ସାହ ଅଛି ଲୋକଙ୍କର, ବହୁତ ଲୋକଙ୍କର ଉତ୍ସାହ ଚାଲିଛି, ଭଲ ରକମ ଚାଲିଛି। ଲୋକଙ୍କର ବହୁତ ଭିଡ଼, ଠାକୁର ସାଙ୍ଗରେ ବୁଲୁଛନ୍ତି, ବହୁତ ଭିଡ଼। ପ୍ରଭୁଙ୍କର ମହିମା ବହୁତ ନ ହୋଇଥିଲେ ଇଏ ମନ୍ଦିର ହେବା ଠାରୁ ଆରମ୍ଭ କରିକି ମନ୍ଦିର ହେଇଥାନ୍ତା କେମିତି, ଆଜି ପୂଜା ହେଉଛି କେମିତି? ତାଙ୍କର ଏଇ ଲୋକାରଣ୍ୟ ଦାଣ୍ଡ ଫାଟି ପଡ଼ୁଛି, ଆମେମାନେ ବି କାମ କରିବାକୁ ଆମକୁ ବହୁତ ଅସୁବିଧା ହେଉଛି। ଲୋକ ଏତେ ଭିଡ଼ ହେଉଛନ୍ତି ଯେ କହିବା କଥା ନୁହଁ। କଳସ ଯେତେବେଳେ ବୁଡ଼ା ହେବାକୁ ଗଲା ନିହାତି 500 ଲୋକରୁ ଉର୍ଦ୍ଧ୍ୱ କଳସ ବୁଡ଼ା ସାଙ୍ଗରେ ଯାଇଥିଲେ। କଳସର ବୁଡ଼ା ହେଇକି ଆସିକି ଥିଲା। ମହାଯଜ୍ଞ କାଲି ଆମର ବଢ଼ିବ, ପୂର୍ଣ୍ଣାହୁତି କାଲି। ବହୁତ ଭକ୍ତି ଗ୍ରାମବାସୀ ମାନେ ବହୁତ ଆନନ୍ଦିତ ଅଛନ୍ତି। ବ୍ରାହ୍ମଣ ମାନଙ୍କ ପ୍ରତି ବି ଆନନ୍ଦିତ ଅଛି। ବ୍ରାହ୍ମଣ ମାନଙ୍କୁ ସେବା ବି କରୁଛନ୍ତି ଗ୍ରାମବାସୀଗଣ। ଗୋପାଳଙ୍କର ପରମ୍ପରା ପୀଠସ୍ଥାନ ଏଟାକୁ କୁହାଯିବ। ଆଉ ଏଟା ପୀଠସ୍ଥାନ, ଆଉ ଏ 60 ବର୍ଷ ହେଲା ପୂଜା ହେଲେଣି, ଆଉ କିଛି ବିଘ୍ନ ଆମର ହେଇନାହିଁ। ସେ ଆସ୍ତେ ଆସ୍ତେ ଚାଳ ଘରରୁ ଆଜି ମନ୍ଦିର ହେଇଗଲା। ସେ ସବୁ ତାଙ୍କର ଦାୟିତ୍ୱ, ଆମେ କିଛି କରିବାର ନାହିଁ, ସବୁ ତାଙ୍କର ଦାୟିତ୍ୱ। 4 ବର୍ଷ ହେଲା ମନ୍ଦିର ତୈରି ହେଲାଣି। ଆଜି ଆମର 25ଟା ମନ୍ଦିର ହେଲା। ଠାକୁର ଆମର ଆସିଲେ, ମାନେ ନୀଳଗିରିରୁ ପଥର ମୂର୍ତ୍ତି ଆସିଲେ। ଗ୍ରାମବାସୀ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଅକୁଷ୍ଠିତ ଆର୍ଥିକ ସହାୟତାରେ ସମ୍ପ୍ରତି ଏକ ଭବ୍ୟ ମନ୍ଦିର ସ୍ଥାପିତ ହୋଇଛି। ଦୋଳ ପୂର୍ଣ୍ଣମୀ ପୂର୍ବରୁ ଏହାର ପ୍ରତିଷ୍ଠା କରାଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେବା ସହିତ ଗ୍ରାମର ଭକ୍ତିର ମାହୋଲ ସୃଷ୍ଟି ହୋଇଛି। ଭଦ୍ରକ ତିହିଡ଼ିରୁ ସଞ୍ଜୟ ଦାସଙ୍କ ରିପୋର୍ଟ, ଜନବାର୍ତ୍ତା।